नमस्कार ସମସ୍ତଙ୍କୁ ସାରା ୟୁଟ୍ୟୁବ୍ ଚ୍ୟାନେଲରେ ସ୍ୱାଗତ ଜଣାଉଛି। ମୁଁ ମିନତି। ଦେଖନ୍ତୁ, ସର୍ବପ୍ରଥମେ କ୍ଷମା ମାଗିବାକୁ ଚାହିଁବି। କିଛି ଦିନ ଟିକେ ମିଷ୍ଟେକ୍ ହେଇଯାଉଛି, ଭିଡ଼ିଓଟି ମୁଁ ଛାଡ଼ି ପାରୁନି ହେଲା। ତ ଦେଖନ୍ତୁ, ପୂର୍ବ ଭିଡ଼ିଓ ପ୍ରାୟ ସମସ୍ତେ ଦେଖି ସାରିଥିବେନି, ଯଦି ଯେଉଁମାନେ ଦେଖିନାହାନ୍ତି ଦେଖିଦେବେ। ଆଜି ପଢ଼ିବା ଭାରତର ବିଭିନ୍ନ ନଦୀ ବା ବଡ଼ ବଡ଼ ନଦୀ ଉପରେ ଆଜି ଜାଣିବା। ତ ଭିଡ଼ିଓରେ ସମସ୍ତେ ଜଡ଼ିକି ରୁହନ୍ତୁ ଶେଷ ପର୍ଯ୍ୟନ୍ତ ଭିଡ଼ିଓଟିକୁ ଦେଖନ୍ତୁ। ତ 1 ନମ୍ବର କ'ଣ ଅଛି ନା, ମହାଦୟୀ ନଦୀ କେଉଁ ରାଜ୍ୟରୁ ଉତ୍ପନ୍ନ? ଉତ୍ତର କ'ଣ ହେବ ନା କର୍ଣ୍ଣାଟକ। 2 ନମ୍ବରରେ କେଉଁ ନଦୀ କୂଳରେ ଷ୍ଟାଚ୍ୟୁ ଅଫ୍ ୟୁନିଟି ନିର୍ମିତ ହୋଇଛି? ଏହାର ଉତ୍ତର କ'ଣ ହେବ ନା ନର୍ମଦା। 3 ନମ୍ବରରେ ଅଛି, କେଉଁ ନଦୀ ଉପରେ ଭାରତର ଭକ୍ରା ନାଙ୍ଗଲ ଡ୍ୟାମ୍ ଅଛି? ଏହାର ଉତ୍ତର କ'ଣ ହେବ ନା ସତଲେଜ ନଦୀ। 4 ନମ୍ବରରେ ଭାରତର ସବୁଠାରୁ ଲମ୍ବା ଉପନଦୀ କ'ଣ ବା କାହାକୁ କୁହାଯାଏ? ଏହାର ସଠିକ୍ ଉତ୍ତର କ'ଣ ନା ଯମୁନା। ତାପରେ ଦେଖନ୍ତୁ 5 ନମ୍ବରରେ କେଉଁ ନଦୀଟି ଭାଦଡ଼ା ସହର ଦେଇ ଯାଇଛି ହେଲା ବା ପ୍ରବାହିତ ହୋଇଛି? ଏହାର ସଠିକ୍ ଉତ୍ତର କ'ଣ ହେବ ନା ବିଶ୍ୱାମିତ୍ରୀ। ତାପରେ 6 ନମ୍ବର ଦେଖିବା। 6 ନମ୍ବର ଅଛି ତିଲାଇୟା ଡ୍ୟାମ୍ କେଉଁ ରାଜ୍ୟରେ ଅବସ୍ଥିତ? ଏହାର ସଠିକ୍ ଉତ୍ତର କ'ଣ ନା ଝାରଖଣ୍ଡ ଠାରେ ଅବସ୍ଥିତ। 7 ନମ୍ବର କେଉଁ ନଦୀକୁ ସିଂହର ମୁଖ କୁହାଯାଏ ବା ସିଂହର ମୁଖ କହିଲେ କ'ଣ ମୁହଁ ହେଲା କୁହାଯାଏ? ଏହାର ସଠିକ୍ ଉତ୍ତର କ'ଣ ହେବ ନା ଇଣ୍ଡସ୍ ନଦୀ। 8 ନମ୍ବର ଅଛି ବେଟୱା ନଦୀ କେଉଁ ରାଜ୍ୟ ଦେଇ ପ୍ରବାହିତ ହୋଇଛି? ଏହାର ସଠିକ୍ ଉତ୍ତର କ'ଣ ହେବ ନା ଉତ୍ତରପ୍ରଦେଶ। ଉତ୍ତରପ୍ରଦେଶ ଦେଇ କ'ଣ ନା ବେଟୱା ନଦୀ ପ୍ରବାହିତ ହୋଇଛି। 9 ନମ୍ବରରେ ଚାମିନାର କେଉଁ ନଦୀ କୂଳରେ ଅବସ୍ଥିତ? ଏହାର ସଠିକ୍ ଉତ୍ତର କ'ଣ ଦେଖିପାରୁଥିବେ ମୁସି। 10 ନମ୍ବରରେ ଅଛି ଭଦ୍ରା ଡ୍ୟାମ୍ କେଉଁ ରାଜ୍ୟର? ଏହା ମାନେ 10 ନମ୍ବର ପ୍ରଶ୍ନଟିକୁ ଟିକେ ଭଲସେ ଧ୍ୟାନ ଦେଇ ଶୁଣିବେ। ଯଦି ବି ବୁଝି ହେଉନି ତାକୁ ବାରମ୍ବାର ପଢ଼ିବେ ଦେଇକି ଆପଣମାନଙ୍କୁ ଜଣାପଡ଼ିବ ହେଲା। ତ 10 ନମ୍ବରରେ କ'ଣ କହୁଛି ନା ଭଦ୍ରା ଡ୍ୟାମ୍ କେଉଁ ରାଜ୍ୟର? ଚିକଗାମାଲୁରୁ ଜିଲ୍ଲାର ତୁଙ୍ଗଭଦ୍ର ରେଭିନର ଏକ ଉପନଦୀ ଭଦ୍ରା ନଦୀ ଉପରେ ଅବସ୍ଥିତ ହେଲା। ଏହାର ଉତ୍ତର ମୁଁ ଆପଣମାନଙ୍କୁ ଜଣେଇନି। ଯଦି ଜାଣିଛନ୍ତି ତାହେଲେ କମେଣ୍ଟ ମାଧ୍ୟମରେ ଦିଅନ୍ତୁ। ଯଦି ଜାଣିନାହାନ୍ତି ତାହେଲେ ବି ଦେବେ, ମୁଁ ଆପଣମାନଙ୍କୁ କହିବି ହେଲା। ପଚାରିବେ ଉତ୍ତରଟି କ'ଣ, ଯଦି ଜାଣିନାହାନ୍ତି ମୁଁ ଆପଣମାନଙ୍କୁ କମେଣ୍ଟରେ ଉତ୍ତରଟିକୁ ଜଣାଇଦେବି। ଯଦି ବାରମ୍ବାର ପ୍ରଶ୍ନଟିକୁ ପଢ଼ନ୍ତୁ ଆଉ ବୁଝନ୍ତୁ ଦେଇକି ଉତ୍ତର ଦେବେ ହେଲା। ତ ଆଜିର ଭିଡ଼ିଓ ଏତିକି ଥିଲା। ଆଶା କରୁଛି ଆପଣମାନଙ୍କୁ ଭିଡ଼ିଓଟି ଭଲ ଲାଗିଥିବ। ଯେଉଁମାନେ ଚ୍ୟାନେଲରେ ନୂଆ କରି ଆସୁଛନ୍ତି ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିଦିଅନ୍ତୁ ନୂଆ ନୂଆ ଭିଡ଼ିଓ ପାଇବା ପାଇଁ ହେଲା। ଯଦି ଭିଡ଼ିଓଟି ଭଲ ଲାଗିଲା ତାହେଲେ ଲାଇକ୍ ସେୟାର କମେଣ୍ଟ କରନ୍ତୁ। ଯଦି ଭିଡ଼ିଓରେ କିଛି ଭୁଲ ରହିଯାଇଥାଏ ତାହେଲେ ମୋତେ କମେଣ୍ଟ ମାଧ୍ୟମରେ ଜଣାନ୍ତୁ। ମୁଁ ଭୁଲଟିକୁ ସୁଧାରିବା ପାଇଁ ନିହାତି ଚେଷ୍ଟା କରିବି। ତ ଆଜିର ଭିଡ଼ିଓକୁ ମୁଁ ଏଇଠି ଶେଷ କରୁଛି। ଧନ୍ୟବାଦ।